Hello student, welcome back to my Tanushree tutorial +3 second semester SEC skill enhancement course election studies and public opinion रो unit 1 देखिबा। Agencies of public opinion, political parties, association, media, public platform and civil society। ରାଜନୈତିକ ଏଜେନ୍ସି, ରାଜନୈତିକ ଦଳ, ସଂଘ, ଗଣମାଧ୍ୟମ ଓ ସାର୍ବଜନୀନ ପ୍ଲାଟଫର୍ମ ଏବଂ ନାଗରିକ ସମାଜ ଦେଖିବା। ଜନମତର ଏଜେନ୍ସି ରାଜନୈତିକ ଦଳ। ରାଜନୈତିକ ଦଳ ହେଉଛି ଜନମତ ଗଠନର ଏକ ମୁଖ୍ୟ ଏଜେନ୍ସି, ଯାହା ନୀତି, ଦୃଷ୍ଟିକୋଣ ଓ ଆନ୍ଦୋଳନ ମାଧ୍ୟମରେ ଲୋକମାନଙ୍କ ମନ ଗଠନ କରି ଏହି ଏଜେନ୍ସି ଲୋକଙ୍କ ମଧ୍ୟରେ ଆଲୋଚନା ଉଦ୍ଭାବନ କରି ନିର୍ବାଚନ ପ୍ରଚାର ଓ ମାନିଫେଷ୍ଟୋ ମାଧ୍ୟମରେ ମତ ଗଠନରେ ଅନୁପ୍ରେରଣା ଦେଇଥାଏ। ରାଜନୈତିକ ଦଳର ଭୂମିକା, ନୀତି ଓ ଦୃଷ୍ଟିକୋଣ ପ୍ରସ୍ତାବନା। ଦଳମାନେ ନିଜ ନୀତି ଓ ଦୃଷ୍ଟିକୋଣ ମାଧ୍ୟମରେ ଲୋକଙ୍କ ମନ ଗଠନ କରନ୍ତି। ନିର୍ବାଚନ ଓ ପ୍ରଚାର। ଜନମତ ଗଠନରେ ଦଳମାନଙ୍କ ନିର୍ବାଚନ ପ୍ରଚାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ ନିଭାଇଥାଏ। ମାନିଫେଷ୍ଟୋ ଓ ଅଭିଯୋଗ। ଦଳମାନେ ନିଜ ମାନିଫେଷ୍ଟୋ ମାଧ୍ୟମରେ ଲୋକଙ୍କୁ ଆଶ୍ୱାସନା ଦେଇ ମତ ଗଠନ କରନ୍ତି। ଉଦାହରଣ: ଭାରତୀୟ ଜନତା ପାର୍ଟି (ବିଜେପି). ଏହି ଦଳ ଭାରତର ଏକ ମୁଖ୍ୟ ରାଜନୈତିକ ଶକ୍ତି ଭାବେ ଜନମତ ଗଠନରେ ଗଭୀର ପ୍ରଭାବ ପକାଇଛି। ଏହାର ନୀତି, ରାମ ଜନ୍ମଭୂମି ଆନ୍ଦୋଳନ ଓ ମୋଦିଙ୍କ ନେତୃତ୍ୱ ଏହି ଦଳକୁ ଜନମତ ଗଠନରେ ଶକ୍ତି ଦେଇଛି। ବିଜୁ ଜନତା ଦଳ (ବିଜେଡି). ଓଡ଼ିଶାରେ ଏହି ଆଞ୍ଚଳିକ ଦଳ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଜନମତ ଗଠନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି। ଏହା ଓଡ଼ିଆ ଜାତୀୟତା ଓ ଆଞ୍ଚଳିକ ମୁଦ୍ଦାକୁ ଆଧାର କରି ଲୋକମତ ଗଠନ କରିଥାଏ। ଏବେ ଆମେ ସଂଘ ଦେଖିବା। ସଂଘ, ବିଶେଷ କରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍.ଏସ୍.ଏସ୍.), ଭାରତରେ ଜନମତ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଏଜେନ୍ସି ଭାବରେ ଉଦ୍ଭାସିତ ହୋଇଛି। ଏହା ଏକ ସାଂସ୍କୃତିକ, ସାମାଜିକ ଓ ରାଜନୈତିକ ଅନୁପ୍ରେରଣା ଦେଇଥିବା ସଂଗଠନ ଯାହା ଜନମତ ଗଠନରେ ଅନେକ ମାଧ୍ୟମରେ ଅଂଶ ନିଭାଇଛି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍.ଏସ୍.ଏସ୍.) ର ଭୂମିକା। ସାଂସ୍କୃତିକ ଅଭିଯାନ। ଆର୍.ଏସ୍.ଏସ୍. ହିନ୍ଦୁ ସଂସ୍କୃତି ଓ ମୂଲ୍ୟବୋଧକୁ ବଜାୟ ରଖିବା ଲକ୍ଷ୍ୟରେ ଚରିତ୍ର ଗଠନ, ଶିକ୍ଷା ଓ ସାମାଜିକ ସେବା କାର୍ଯ୍ୟକ୍ରମ ଚଳାଇଥାଏ। ଜନମତ ଉପରେ ପ୍ରଭାବ। ଏହି ସଂଘ ଦ୍ୱାରା ଅନୁପ୍ରାଣିତ ଅନେକ ଅନୁସଂଗଠନ ଯଥା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଭାରତୀୟ କିଷାନ ସଂଘ, ବନବାସୀ କଲ୍ୟାଣ ଆଶ୍ରମ ସାମାଜିକ ମୁଦ୍ଦା ଉପରେ ଲୋକମତ ଗଠନ କରନ୍ତି। ରାଜନୈତିକ ଅନୁପ୍ରେରଣା। ଆର୍.ଏସ୍.ଏସ୍.ର ରାଜନୈତିକ ଶାଖା ଭାବରେ ଭାରତୀୟ ଜନତା ପାର୍ଟି (ବିଜେପି) ଗଠିତ ହୋଇଛି, ଯାହା ରାଜନୈତିକ ମାନିଫେଷ୍ଟୋ ଓ ନୀତି ମାଧ୍ୟମରେ ଜନମତ ଗଠନରେ ଅନୁପ୍ରେରଣା ଦେଇଥାଏ। ଅଧିକ ତଥ୍ୟ ପାଇଁ ଗଣମାଧ୍ୟମ। ଗଣମାଧ୍ୟମ ହେଉଛି ଜନମତ ଗଠନର ଏକ ଅତ୍ୟନ୍ତ ପ୍ରଭାବଶାଳୀ ଏଜେନ୍ସି, ଯାହା ତଥ୍ୟ ଦ୍ୱାରା ଲୋକଙ୍କ ଚିନ୍ତାଧାରା, ମତାମତ ଓ ନୀତି ଉପରେ ଗଭୀର ପ୍ରଭାବ ପକାଇଥାଏ। ଏହା ଗଣତନ୍ତ୍ରର ଚତୁର୍ଥ ଅଙ୍ଗ ଭାବରେ ଗଣାଯାଏ। ଗଣମାଧ୍ୟମର ମୁଖ୍ୟ ଭୂମିକା। ସୂଚନାଦାନ, ଖବର, ଆଲୋଚନା, ଡିବେଟ୍ ଓ ସମ୍ପାଦକୀୟ ମାଧ୍ୟମରେ ଲୋକଙ୍କୁ ତଥ୍ୟ ଦିଆଯାଏ। ଜନଜାଗୃତି। ସାମାଜିକ, ରାଜନୈତିକ, ଆର୍ଥିକ ଓ ସାଂସ୍କୃତିକ ମୁଦ୍ଦା ଉପରେ ଲୋକଙ୍କୁ ସଚେତନ କରାଯାଇ ମତ ଗଠନ। ମିଡ଼ିଆର ଉପସ୍ଥାପନ ଶୈଳୀ, ଚୟନ କୌଶଳ ଓ ମୂଲ୍ୟବୋଧ ଲୋକମତ ଗଠନରେ ଅନୁପ୍ରେରଣା ଦେଇଥାଏ। ଚିନ୍ତାନୀୟ ପ୍ରସଙ୍ଗ। ଗଣମାଧ୍ୟମ ମଧ୍ୟରେ କେତେକ ଅଂଶ ରାଜନୈତିକ ଓ କର୍ପୋରେଟ ଚାପ ଅଧୀନରେ ଥିବା ଅଭିଯୋଗ ମିଳିଛି।
ଯାହାକୁ ଗୋଦି ମିଡ଼ିଆ ବୋଲି ଉଲ୍ଲେଖ କରାଯାଏ। ଭାରତରେ ଗଣମାଧ୍ୟମର ସ୍ୱାଧୀନତା ନେଇ ଆଇନଗତ ରକ୍ଷା ଥିଲେ ମଧ୍ୟ ବିଭିନ୍ନ ପ୍ରତିବନ୍ଧକ ଓ ଚାପ ତାହାକୁ ପ୍ରଭାବିତ କରୁଛି। ସାର୍ବଜନୀନ ପ୍ଲାଟଫର୍ମ। ସାର୍ବଜନୀନ ପ୍ଲାଟଫର୍ମ ହେଉଛି ଏମନେକି ମଞ୍ଚ, ଯେଉଁଠି ସାଧାରଣ ଜନତା ନିଜ ମତାମତ ପ୍ରକାଶ କରିପାରନ୍ତି, ଆଲୋଚନା କରିପାରନ୍ତି ଓ ନୀତି ଉପରେ ପ୍ରଭାବ ପକାଇପାରନ୍ତି। ଏହି ପ୍ଲାଟଫର୍ମଗୁଡ଼ିକ ଜନମତ ଗଠନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ସାର୍ବଜନୀନ ପ୍ଲାଟଫର୍ମର ପ୍ରଭାବ। ସାମାଜିକ ମାଧ୍ୟମ। ଫେସବୁକ, ଏକ୍ସ ପୂର୍ବତନ ଟ୍ୱିଟର, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ ମାଧ୍ୟମରେ ଲୋକମାନେ ନିଜ ମତ ପ୍ରକାଶ କରନ୍ତି, ଯାହା ତ୍ୱରିତ ଭାବେ ଜନମତ ଗଠନକୁ ପ୍ରଭାବିତ କରେ। ସରକାରୀ ଡିଜିଟାଲ ମଞ୍ଚ। ଭାରତ ସରକାର ଦ୍ୱାରା ମାଇଗଭ୍ ଭାଷିଣୀ ପ୍ଲାଟଫର୍ମ ମାଧ୍ୟମରେ ଜନତାଙ୍କୁ ନୀତି ଉପରେ ଅଂଶଗ୍ରହଣ କରିବା ସୁଯୋଗ ଦିଆଯାଉଛି। ନୀତି ଆୟୋଗ ପ୍ଲାଟଫର୍ମ। ରାଜ୍ୟମାନଙ୍କ ପାଇଁ ଏକ ନୂତନ ନୀତି ପ୍ଲାଟଫର୍ମ ଉଦ୍ଘାଟିତ ହୋଇଛି, ଯାହା ଶାସନ ଓ ନୀତି ଗଠନ ପ୍ରକ୍ରିୟାରେ ଜନମତକୁ ଅନୁପ୍ରେରଣା ଦେଇଥାଏ। ଉଦାହରଣ, ଭାଷିଣୀ ପ୍ଲାଟଫର୍ମ। ଏହା ଏକ ଡିଜିଟାଲ ସାର୍ବଜନୀନ ଭାଷା ପ୍ଲାଟଫର୍ମ ଯାହା ଭାଷା ଅନୁବାଦ, ଭଏସ୍ ଟୁ ଟେକ୍ସଟ ଓ ଡିଜିଟାଲ ସେବା ଦେଇ ଜନସାଧାରଣଙ୍କୁ ସହଯୋଗ କରେ। ଇଣ୍ଡିଆ ଟ୍ରେଡ୍ ନେଟ୍। ବାଣିଜ୍ୟ ଓ ଆର୍ଥିକ ସମାଧାନ ପାଇଁ ଏକ ସାର୍ବଜନୀନ ଡିଜିଟାଲ ପ୍ଲାଟଫର୍ମ ଭାବରେ ପ୍ରସ୍ତାବିତ, ଯାହା ଆନ୍ତର୍ଜାତୀୟ ବ୍ୟବସାୟ ସହିତ ଭାରତକୁ ଯୋଡ଼ିବ। ଏବେ ଦେଖିବା ଆମେ ନାଗରିକ ସମାଜ। ନାଗରିକ ସମାଜ ହେଉଛି ଏକ ଗଠନାତ୍ମକ ଶକ୍ତି ଯାହା ସରକାର, ରାଜନୈତିକ ଦଳ ଓ ଗଣମାଧ୍ୟମଠାରୁ ଅଲଗା ଭାବେ ଲୋକାମୁଖୀ ଭୂମିକା ନିଭାଇଥାଏ। ଏହା ଅନେକ ଏନଜିଓ, ସାମାଜିକ ଅନୁଷ୍ଠାନ, ଶିକ୍ଷା ଓ ଅଧିକାର ଆନ୍ଦୋଳନ ମାଧ୍ୟମରେ ଜନମତ ଗଠନକୁ ଅନୁପ୍ରେରଣା ଦେଇଥାଏ। ନାଗରିକ ସମାଜର ମୁଖ୍ୟ ଭୂମିକା। ସଚେତନତା ଓ ଶିକ୍ଷା। ଲୋକମାନଙ୍କୁ ନୀତି, ଅଧିକାର ଓ ଦାୟିତ୍ୱ ବିଷୟରେ ଜାଣିବା ଓ ବୁଝିବା ପାଇଁ ସହଯୋଗ କରେ। ନୀତି ଉପରେ ପ୍ରଭାବ। ସରକାରଙ୍କୁ ପ୍ରସ୍ତାବ, ସୁପାରିଶ ଓ ଆଲୋଚନା ଦେଇ ନୀତି ଗଠନରେ ଅଂଶ ନିଭାଇଥାଏ। ସାମାଜିକ ଆନ୍ଦୋଳନ। ମହିଳା ଅଧିକାର, ଶିକ୍ଷା, ପ୍ରବେଶ ଓ ମାନବାଧିକାର ମୁଦ୍ଦା ଉପରେ ଆନ୍ଦୋଳନ ଚଳାଇ ଲୋକମତ ଗଠନ କରେ। ଉଦାହରଣ, ଓଡ଼ିଶା ପୁନର୍ଗଠନରେ ନାଗରିକ ସମାଜର ଭୂମିକା ନାମକ ଆଲୋଚନାଚକ୍ରରେ ଦେଖାଯାଇଛି ଯେ ନାଗରିକ ସମାଜ ନିଜ ମତ ଦେଇ ନୀତି ଉପରେ ପ୍ରଭାବ ପକାଇପାରେ। ଜାତୀୟ ସେବା ଯୋଜନା। ଓଡ଼ିଶା ଅଭିଭାବକ ମହାସଂଘ, ମହିଳା ଆତ୍ମନିର୍ଭର ଅଭିଯାନ ଭଳି ଏନଜିଓ ଓ ସାମାଜିକ ଅନୁଷ୍ଠାନ ନାଗରିକ ସମାଜର ଅଂଶ ଭାବେ ଲୋକମତ ଗଠନରେ ଅନୁପ୍ରେରଣା ଦେଇଥାନ୍ତି।